ଇକେୱାଇସି ପ୍ରାୟ 20,58,000 ଲୋକ ଇକେୱାଇସି କରିନାହାନ୍ତି। ସେଇ ଯେଉଁମାନେ କରିନାହାନ୍ତି ସେମାନଙ୍କ ଚାଉଳ ଆମେ ବନ୍ଦ କରିଛୁ। ଯଦି ଚାଉଳ ନଯିବା ଶୁଣିକି ସେମାନେ ଆସନ୍ତି ଇକେୱାଇସି କଲା ପରେ ସାଙ୍ଗେ ସାଙ୍ଗେ ଆମେ ଦେବୁ। କିନ୍ତୁ ଯେଉଁମାନଙ୍କ ଇକେୱାଇସି ହେଇଯାଇଛି ସେମାନଙ୍କ ଚାଉଳରେ କିଛି ଯିବାରେ କିଛି ଅସୁବିଧା ନାହିଁ। ନେଟୱାର୍କ ସମସ୍ୟା ଯେଉଁ ଜିଲ୍ଲାମାନଙ୍କରେ ଥିଲା ସେଗୁଡ଼ାରେ ଆମେ ସବୁ ପ୍ରକାର ମାନେ ନେଟୱାର୍କର ବ୍ୟବସ୍ଥା କରିଛୁ। ଆଉ କେମିତି ନେଟୱାର୍କ କାରଣରୁ ତାଙ୍କର ଇକେୱାଇସି ବନ୍ଦ ନ ହେବ ସେ ବ୍ୟବସ୍ଥା ବି କରିଛୁ। ଆଉ ତାର ଯେଉଁ ବୁଷ୍ଟର ସିଷ୍ଟମ୍ ବୁଷ୍ଟର ବି ଆମେ ଲଗେଇଛୁ, ଯେଉଁଟା ନେଟୱାର୍କ ଠିକ୍ ଭାବରେ କାମ ଦେବ। ସେ କାର୍ଯ୍ୟ ମଧ୍ୟ ଆମେ କରିଛୁ। ତା ସତ୍ତ୍ୱେ ମଧ୍ୟ ଯଦି ହେଇପାରେ ନାହିଁ ତାହେଲେ ସେମାନେ ଯେଉଁମାନଙ୍କ ରହିଗଲା ସେମାନେ ଆସିବେ, ପୁଣି ଜିଲ୍ଲା କେନ୍ଦ୍ର ମାନଙ୍କରେ କରିବେ। ନିଶ୍ଚିତ ଭାବରେ ଆମେ 3 ମାସ ଅପେକ୍ଷା କରିବୁ। 3 ମାସ ସସ୍ପେଣ୍ଡେଡ୍ ଅବସ୍ଥା ରହିବ। ଆମେ ୱେଟ୍ କରିବୁ। ଯଦି କେହି ନ ଆସିଲେ 3 ମାସ ଭିତରେ ଆମେ ତାକୁ କାଟିଦେବୁ।